ଟିକେ କଳ୍ପନା କରନ୍ତୁ ତ ଗୋଟେ ଭୟଙ୍କର ଯୁଦ୍ଧକ୍ଷେତ୍ର ଯୁଦ୍ଧ ବାସ୍ ଆରମ୍ଭ ହେବାକୁ ଯାଉଛି। ଲକ୍ଷ ଲକ୍ଷ ସୈନିକ ପରସ୍ପରକୁ ମୁହାଁମୁହିଁ ହୋଇ ଠିଆ ହୋଇଛନ୍ତି। ଆଉ ଠିକ୍ ସେ ଯୁଦ୍ଧଭୂମିର ମଝିରେ ଗୋଟେ ଏମିତି ଦାର୍ଶନିକ ଆଲୋଚନା ଆରମ୍ଭ ହେଉଛି ଯାହା ଆପଣ କହିପାରିବେ ମାନବ ଇତିହାସର ମୋଡ଼ ବଦଳାଇ ଦେବାକୁ ଯାଉଛି। ମୁଁ ଯୁଦ୍ଧ କରିବି ନାହିଁ, ଏ କଥା କୌଣସି ସାଧାରଣ ସୈନିକ କିମ୍ବା ଡରୁଆ ଲୋକର ନୁହେଁ। ନା, ଏହା ଥିଲା ସେହି ସମୟର ସବୁଠୁ ବଡ଼ ଯୋଦ୍ଧା, ଅପରାଜେୟ ଅର୍ଜୁନଙ୍କର। ତାହେଲେ ପ୍ରଶ୍ନ ଉଠୁଛି, ସେ ଏମିତି କାହିଁକି କହିଲେ, ଏତେ ବଡ଼ ଯୋଦ୍ଧା ହୋଇବି? ତେବେ ଚାଲନ୍ତୁ ଆସନ୍ତୁ ଏହି ଗଭୀର ଦ୍ୱନ୍ଦ୍ୱ ପଛର କାରଣକୁ ଟିକେ ଖୋଜିବା। ଆଜିର ଏହି ଆଲୋଚନାରେ ଆମେ ବୁଝିବାକୁ ଚେଷ୍ଟା କରିବା ଯେ ଅର୍ଜୁନଙ୍କର ସେହି ସଙ୍କଟ ତାହା କେବଳ ଗୋଟେ ଇତିହାସର ଘଟଣା ନୁହେଁ, ବରଂ ଏହା ଏକ ଏମିତି ମାନବୀୟ ଦ୍ୱନ୍ଦ୍ୱ ଯାହା ଆଜି ବି ଆମ ସମସ୍ତଙ୍କ ଜୀବନ ସହ କେଉଁଠି ନା କେଉଁଠି ଜଡ଼ିତ। ତ ଗୀତାରେ ଯେଉଁ ସମାଧାନ ଦିଆଯାଇଛି ତାକୁ ବୁଝିବା ଆଗରୁ ଆମକୁ ପ୍ରଥମେ ସମସ୍ୟାଟାକୁ ଠିକ୍ ଭାବରେ ବୁଝିବାକୁ ପଡ଼ିବ। ମାନେ ଅର୍ଜୁନଙ୍କ ସମସ୍ୟାର ଗଭୀରତା କେତେ ଥିଲା ତାକୁ ଜାଣିବା ବହୁତ ଜରୁରୀ। ଚାଲନ୍ତୁ ଦେଖିବା ତାଙ୍କ ମନ ଭିତରେ ସେତେବେଳେ କେଉଁଭଳି ଝଡ଼ ଚାଲିଥିଲା। ଦେଖନ୍ତୁ, ଯେତେବେଳେ ଅର୍ଜୁନ ନିଜ ସାମ୍ନାରେ ବିପକ୍ଷ ସେନାକୁ ଦେଖିଲେ, ସେ କେବଳ ମାନସିକ ଭାବେ ନୁହେଁ, ଶାରୀରିକ ଭାବେ ବି ପୂରାପୂରି ଭାଙ୍ଗି ପଡ଼ିଲେ। କାହିଁକି? କାରଣ ସେପଟେ କେହି ଶତ୍ରୁ ନଥିଲେ। ସେଠି ଥିଲେ ତାଙ୍କର ନିଜ ଲୋକ, ତାଙ୍କର ସମ୍ପର୍କୀୟ, ତାଙ୍କର ପୂଜନୀୟ ଗୁରୁ ଦ୍ରୋଣ ଆଉ ପିତାମହ ଭୀଷ୍ମ। ଆଉ ଏମାନଙ୍କ ବିରୁଦ୍ଧରେ ହିଁ ତାଙ୍କୁ ଅସ୍ତ୍ର ଉଠାଇବାକୁ ପଡ଼ିବ। ଆଉ ଜାଣିଛନ୍ତି, ଏଇଟା କେବଳ ଗୋଟେ ଭାବବିହଳ ମୁହୂର୍ତ୍ତ ନଥିଲା। ଅର୍ଜୁନ ଏମିତି ଇମୋସନାଲ ହୋଇ କହୁନଥିଲେ, ତାଙ୍କ ପାଖରେ ଯୁକ୍ତି ବି ଥିଲା। ସେ ଭାବୁଥିଲେ ନିଜ ପରିବାର ଲୋକଙ୍କୁ ମାରି ରାଜ୍ୟ ଜିତିବାରେ ଲାଭ କ'ଣ? ଏହା ତ ପାପ ହେବ। ଆଉ ଏହି ଯୁଦ୍ଧ କେବଳ ତାଙ୍କ ପରିବାରକୁ ନୁହେଁ, ବରଂ ପୂରା ସମାଜର ଯେଉଁ ପରମ୍ପରା, ଯେଉଁ ନୈତିକ ମୂଳଦୁଆ ଅଛି ତାକୁ ବି ନଷ୍ଟ କରିଦେବ। ତ ଠିକ୍ ଏହି ସମୟରେ ଯେତେବେଳେ ଅର୍ଜୁନ ଏମିତି ଦ୍ୱନ୍ଦ୍ୱରେ ପଡ଼ିଛନ୍ତି, ତାଙ୍କ ସାରଥୀ, ତାଙ୍କ ମାର୍ଗଦର୍ଶକ ଭଗବାନ ଶ୍ରୀକୃଷ୍ଣ କ'ଣ କଲେ? ସେ କିନ୍ତୁ ତାଙ୍କୁ ସାନ୍ତ୍ୱନା ଦେଲେନି, ବରଂ ଓଲଟା ଏକ ବହୁତ କଠୋର ଆହ୍ୱାନ ଦେଲେ। କୃଷ୍ଣଙ୍କର ପ୍ରଥମ ପ୍ରତିକ୍ରିୟା ବହୁତ ତୀକ୍ଷ୍ଣ ଥିଲା, ଆଶ୍ଚର୍ଯ୍ୟ କରିଦେଲା ଭଳି। ସେ ଅର୍ଜୁନଙ୍କ ଦୁଃଖକୁ ଦେଖି କହିଲେ, ଏହା ତୁମ ହୃଦୟର ଏକ ତୁଚ୍ଛ ଦୁର୍ବଳତା। ସେ ଏହାକୁ ସିଧାସଳଖ ଜଣେ ଯୋଦ୍ଧା ପାଇଁ ଅଯୋଗ୍ୟ ବୋଲି କହିଲେ ଆଉ ତାଙ୍କୁ ନିଜ କର୍ତ୍ତବ୍ୟ ପାଳନ କରିବାକୁ, ମାନେ ଯୁଦ୍ଧ ପାଇଁ ଠିଆ ହେବାକୁ କହିଲେ। ଆଉ ଏଇଠୁ ହିଁ ଗୀତାର ଅସଲ ଦାର୍ଶନିକ ଯାତ୍ରା ଆରମ୍ଭ ହେଉଛି। କୃଷ୍ଣ କଥାବାର୍ତ୍ତାର ମୋଡ଼କୁ ବଦଳେଇ ଦେଲେ। ସେ ଅର୍ଜୁନଙ୍କ ବ୍ୟକ୍ତିଗତ ଦୁଃଖରୁ ଧ୍ୟାନ ହଟାଇ ଏକ ବଡ଼ କଥା ଉପରକୁ ନେଇଗଲେ। ତାହା ହେଉଛି ଧର୍ମ, ଅର୍ଥାତ୍ ଜଣେ ଯୋଦ୍ଧା ହିସାବରେ ଗୋଟେ ଧର୍ମଯୁଦ୍ଧରେ ଲଢ଼ିବା ହିଁ ତାଙ୍କର ପବିତ୍ର କର୍ତ୍ତବ୍ୟ। ତାହେଲେ ଆସନ୍ତୁ ଏବେ ଦେଖିବା କୃଷ୍ଣଙ୍କର ସେହି ମୂଳ ଶିକ୍ଷାର ପ୍ରଥମ ଭାଗ, ଯାହା ଆମର ଏଇ ଯେଉଁ ଶରୀର ଅଛି ତାର ପ୍ରକୃତି ବିଷୟରେ କହୁଛି। କୃଷ୍ଣ ବୁଝାଇବା ଆରମ୍ଭ କଲେ। ସେ କହିଲେ ଯେ ଯେଉଁମାନେ ପ୍ରକୃତରେ ଜ୍ଞାନୀ ସେମାନେ କେବେ ବି କାହାର ମୃତ୍ୟୁ ପାଇଁ ଦୁଃଖ କରନ୍ତି ନାହିଁ। କାହିଁକି? କାରଣ ସେମାନେ ଜାଣିଥାନ୍ତି ଯେ ଅସଲ ସତ୍ୟ କ'ଣ, ଜୀବନ ଆଉ ମୃତ୍ୟୁର ପ୍ରକୃତ ସ୍ୱରୂପ କ'ଣ। ଏହାର ମୂଳ କଥା ହେଲା ଆମର ଦୁଃଖ ବା ଶୋକ ବାସ୍ତବତାକୁ ଭୁଲ ଭାବେ ବୁଝିବାରୁ ହିଁ ସୃଷ୍ଟି ହୁଏ। ଆଉ ଏଥିପାଇଁ କୃଷ୍ଣ ଗୋଟେ ବହୁତ ସରଳ ଉଦାହରଣ ଦେଉଛନ୍ତି। ଦେଖନ୍ତୁ, ଯେମିତି ଆମର ଏ ଶରୀର ପିଲାବେଳେ ଗୋଟେ ପ୍ରକାର ଥାଏ, ଯୁବାବସ୍ଥାରେ ଆଉ ଗୋଟେ ପ୍ରକାର, ଆଉ ବୁଢ଼ା ହେଲେ ଆଉ ଗୋଟେ ପ୍ରକାର ହୋଇଯାଏ। ଠିକ୍ ସେମିତି ଆତ୍ମା ବି ମୃତ୍ୟୁ ପରେ ଗୋଟେ ପୁରୁଣା ଶରୀରକୁ ଛାଡ଼ି ଗୋଟେ ନୂଆ ଶରୀର ଧାରଣ କରେ। ଏଟା ଖାଲି ଗୋଟେ ପରିବର୍ତ୍ତନ, ବିନାଶ ନୁହେଁ। ଆଉ ଏବେ ଆମେ ଆସୁଛେ ଗୀତାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆଉ କେନ୍ଦ୍ରୀୟ ବିଚାର ଉପରକୁ। ତାହା ହେଉଛି ଆମର ଯେଉଁ ପ୍ରକୃତ ପରିଚୟ, ଯାହାକୁ ଆମେ ଆତ୍ମା କହୁ, ତାହା ଅମର। ଦେଖନ୍ତୁ, ଗୀତା ଆମକୁ ଶରୀର ଆଉ ଆତ୍ମା ଭିତରେ ଥିବା ଫରକକୁ ବହୁତ ସ୍ପଷ୍ଟ ଭାବେ ବୁଝାଉଛି। ଆମର ଶରୀର ଏଟା ନାଶବାନ, ଏହାର ଜନ୍ମ ଅଛି, ମୃତ୍ୟୁ ବି ଅଛି, ଏହା ବଦଳୁଥାଏ। କିନ୍ତୁ ଆତ୍ମା, ଆମର ପ୍ରକୃତ ସ୍ୱରୂପ, ତାହା ସବୁବେଳେ ପାଇଁ ସ୍ଥାୟୀ, ଅପରିବର୍ତ୍ତନୀୟ। ତାର କୌଣସି ଜନ୍ମ ନାହିଁ କି ମୃତ୍ୟୁ ନାହିଁ। ପୁନର୍ଜନ୍ମ ଶୁଣିବାକୁ ଏକ ଜଟିଳ କଥା ଲାଗିପାରେ, କିନ୍ତୁ ଦେଖନ୍ତୁ କୃଷ୍ଣ କେତେ ସୁନ୍ଦର ଭାବରେ ଗୋଟେ ଉପମା ଦେଇ ଏହାକୁ ସରଳ କରିଦେଇଛନ୍ତି। ସେ କ'ଣ କହୁଛନ୍ତି? ଯେପରି ଜଣେ ବ୍ୟକ୍ତି ପୁରୁଣା ବସ୍ତ୍ର ତ୍ୟାଗ କରି ନୂଆ ବସ୍ତ୍ର ପିନ୍ଧେ, ସେହିପରି ଆତ୍ମା ପୁରୁଣା ଶରୀର ତ୍ୟାଗ କରି ନୂଆ ଶରୀରରେ ପ୍ରବେଶ କରେ। ବାସ୍ ଏତିକି ହିଁ କଥା। ତେଣୁ ମୂଳ କଥା ହେଲା, ଆତ୍ମାକୁ କେବେ ବି ନଷ୍ଟ କରାଯାଇପାରିବ ନାହିଁ। ଏହା ଏକଦମ ସ୍ପଷ୍ଟ ଆଉ ଦୃଢ଼ କଥା। ଶରୀର ନାଶବାନ, କିନ୍ତୁ ଆମର ଯେଉଁ ଅସଲ ସ୍ୱରୂପ ଆତ୍ମା, ତାହା ସବୁବେଳେ ପାଇଁ ଅବିନାଶୀ।
ଆଉ ଆତ୍ମା କେତେ ଅବିନାଶୀ ସେ ବିଷୟରେ କୃଷ୍ଣ ଆହୁରି ସ୍ପଷ୍ଟ ଭାବେ ବୁଝାଉଛନ୍ତି। ସେ କହୁଛନ୍ତି, ଅସ୍ତ୍ର ଏହାକୁ କାଟିପାରିବ ନାହିଁ, ନିଆଁ ଏହାକୁ ଜାଳିପାରିବ ନାହିଁ, ପାଣି ଏହାକୁ ଭିଜାଇ ପାରିବ ନାହିଁ, ଆଉ ପବନ ଏହାକୁ ଶୁଖାଇପାରିବ ନାହିଁ। ମାନେ ଏହା ସବୁ ପ୍ରକାର ଭୌତିକ ଜିନିଷର ବହୁତ ଉପରେ। ଆଚ୍ଛା, ତ ଏତେ ସବୁ ଦାର୍ଶନିକ କଥା ତ ହେଲା, କିନ୍ତୁ ଏହାର ଯୁଦ୍ଧଭୂମି ସହିତ କ'ଣ ସମ୍ପର୍କ? ଚାଲନ୍ତୁ ଏବେ ଦେଖିବା କୃଷ୍ଣ କେମିତି ଏହି ଗଭୀର ଜ୍ଞାନକୁ ଆଣି ସିଧାସଳଖ ଅର୍ଜୁନଙ୍କର ସେହି ସମସ୍ୟା ସହିତ ଯୋଡୁଛନ୍ତି। ତେବେ ଦେଖନ୍ତୁ, କୃଷ୍ଣଙ୍କର ଯୁକ୍ତି ଏବେ ପୁରା ସ୍ପଷ୍ଟ। ପ୍ରଥମ କଥା, ତୁମ ସାମ୍ନାରେ ଯେଉଁମାନେ ଠିଆ ହୋଇଛନ୍ତି ସେମାନେ କେବଳ ଶରୀର ନୁହନ୍ତି, ବରଂ ଅମର ଆତ୍ମା। ଦ୍ୱିତୀୟରେ, ଆତ୍ମାକୁ ତ ମାରିହେବନି, ତେଣୁ ଶରୀରର ମୃତ୍ୟୁ ପାଇଁ ଦୁଃଖ କରିବାଟା ଗୋଟେ ପ୍ରକାରର ଭ୍ରମ, ଏକ ମାୟା। ଆଉ ଯେତେବେଳେ ଏ ଜ୍ଞାନ ମିଳିଗଲା, ସେତେବେଳେ ଜଣେ ଯୋଦ୍ଧା ହିସାବରେ ନିଜ କର୍ତ୍ତବ୍ୟ ମାନେ ଧର୍ମଯୁଦ୍ଧ ଲଢ଼େଇବା ହିଁ ତୁମର କାମ। ତ ଏହି ପୁରା ଆଲୋଚନାର ସାରାଂଶ କ'ଣ? ଏହାର ମାନେ ନୁହେଁ ଯେ କର୍ମ ଛାଡ଼ିଦେବା। ନା, ଏହାର ମାନେ ହେଲା ସଠିକ୍ ଜ୍ଞାନ ସହିତ ନିଜର କର୍ମ କରିବା। ଫଳାଫଳ କ'ଣ ହେବ ତାର ଚିନ୍ତା ନ କରି, ମୋର କ'ଣ ପାପ ହେବ ବା ପୁଣ୍ୟ ହେବ ସେସବୁ ନ ଭାବି କେବଳ ନିଜ କର୍ତ୍ତବ୍ୟ କରିଯିବା। ଏହା ହିଁ ଅସଲ କଥା। ଆଉ ଶେଷରେ କୃଷ୍ଣଙ୍କର ସେହି ଶକ୍ତିଶାଳୀ ଆହ୍ୱାନ, ତେଣୁ ଉଠ ଏବଂ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ଏହି ଗୋଟିଏ ବାକ୍ୟ ପୂରା ଆଲୋଚନାର ସାର। ଏହା ଆମକୁ ଭାବିବା ପାଇଁ ବାଧ୍ୟ କରେ, ଜ୍ଞାନ, କର୍ତ୍ତବ୍ୟ ଆଉ କର୍ମ ଭିତରେ ପ୍ରକୃତ ସମ୍ପର୍କ କ'ଣ? ପ୍ରକୃତରେ କ'ଣ ସଠିକ୍ ଜ୍ଞାନ ଜୀବନର ସବୁଠୁ କଠିନ ପରିସ୍ଥିତିରେ ବି ନିଜ କର୍ତ୍ତବ୍ୟ ପାଳନ କରିବା ପାଇଁ ଶକ୍ତି ଦେଇପାରେ?